जय श्री जगन्नाथ। सर्वप्रथम गुरुदेव गणपति में देवताओं को प्रणाम करें। आज आम राष्ट्र सेशन को आगे बढ़ेगा। राष्ट्र सेशन क्रम में पढ़ुले ग्रह मानकर पावर कोड केମିତି ରହିଲେ कौन देखिए कौन विचार करिकी कौन करिए। देख गोटे कथा भलसे मन रख जे तमे गोटे जिनिस को आज इट इज कहब कि कुंडली आम ग्रहर देखा बाहर माने कुंडली ग्रहर कौन माने कुंडली मनुष्य देखा बाहर आम सर्वप्रथम कौन देखु आम लग्न देखुदे लग्न देखिकी को प्लानेट कुआडे जाइए कौन जाइए सेटा देखिकी तार स्थिर कारक और तार भावाधिपतिर विचार कोन नक्षत्र बसे ये सब जिन देखिए आम जेनेल प्रेडिक्शन गुड़ाक करू। कौन मिले से किसी आजिटिज मिले जेपर्यंत आजिटिज न पहुंचे से पर्यंत आमर ज्योतिष रिसर्च एते गहरा है आम खाली ये इे साढ़े बुलुचे एटा हम सेटा हम। बर्तमान आम पढ़ी ग्रह मान उच्च नीच आ ग्रह मान बल। आज आम जापारे ग्रह मान माने पावर टा कौन पावर टा कौन किभଳି ଭାବରେ ଗ୍ରହ ମାନେ ଅପରେଟ କରନ୍ତି। ସବୁଠୁ ଇମ୍पोର୍ଟାଣ୍ଟ ଜିନିଷ ହେଲା ସମସ୍ତେ ମନେ ରଖିବା ଦରକାର ଯେ ଆମେ କୌଣସି ଗୋଟେ ଭାବ ପଢୁଛୁ କୌଣସି ଗୋଟେ ଜିନିଷ ପଢୁଛୁ ଅ, ସେ ଜିନିଷଟା ଏକ୍ଜାକ୍ଟଲି ସେଇଆ ହବ ବୋଲି ତମେ ଭାବି ଧରିକି ବସିବନି। ଏକ୍ଜାକ୍ଟଲି ସେମ୍ ହେଇଯିବ ସେମିତି ଜମା ଭାବିକି ବସିବନି। କାହିଁକି ବସିବନି? କାରଣ ତା ଦେହରେ ନାରାୟଣ କଣ ମାୟା ରଚନା କରନ୍ତି ସିଏ ଜାଣିଛି। ତୁମେ କହିବ ଏଇଟା ଏମିତି ହେଇଥିଲେ ଭଲ ହେଇଥାନ୍ତା ଭାଇ ଏମିତି ହେଇନି କାହିଁ ହେଇନି ସିଏ ଯିଏ ରଚନା କରିଛି ସେ ତାକୁ ପଚାର। ଯିଏ ରଚନା କରିଛି ତାକୁ ପଚାର। ଆମେ ଲଗ୍ନ କୁଣ୍ଡଳୀରୁ ଲଗ୍ନ କୁଣ୍ଡଳୀ ହଉଛି ସମସ୍ତଙ୍କର ମାନେ ମୂଳ ତାକୁ ଆମେ ବାଇପାସ କରିକି କୌଣସି ଜିନିଷ ଦେଖିପାରିବା ନାହିଁ। ଯଦିଓ ଆମେ ତାକୁ ଭାବି ଦଉ କି ଯୋଉମାନେ ଆଜିକାଲି ନବାଂଶ ବିଷୟରେ କହିଲେଣି ସେ ନବାଂଶର ଗୋଟେ ଗୋଟେ କଥା କହୁଛନ୍ତି ଲୋକମାନେ ଭାବୁଛନ୍ତି "ଓହୋ, କି କୁଲ କଥା କହୁଛି କେତେ ବଢିଆ କଥା କହୁଛି କଣ କହୁଛି। ଏଇଟା ଡିପେଣ୍ଡ କରୁଛି ଗ୍ରହ ମାନଙ୍କର ବଳାବଳ ଉପରେ ଯାହା ବିଷୟରେ ଆମେ ପଢୁଛୁ। ଆଜି ଆମେ ଗୋଟେ ବିଶେଷ ରାଜଯୋଗ ବିଷୟରେ କଥା ହବା। ଆମେ ଅଲରେଡି ବଳା ବଳ ପଢିଦେଇଛୁ ଇଏ ପଢିଦେଇଛୁ। ଯଦି କୌଣସି ଗୋଟେ ରାଜଯୋଗ ଫର୍ମେସନ ହେଇଛି ରାଜଯୋଗ ଜେନେରାଲି ଶୁଭ ଗ୍ରହ ବା କୁଣ୍ଡଳୀର ଶୁଭ ଗ୍ରହ ମାନଙ୍କ ଦ୍ଵାରା ଫର୍ମେସନ ହୋଇଥାଏ। କୁଣ୍ଡଳୀର ଶୁଭ ଗ୍ରହ ମାନଙ୍କ ଦ୍ଵାରା ଫର୍ମେସନ। ଶନିଶ୍ଚର ମହାରାଜ ତାଙ୍କ ଲଗ୍ନ ପାଇଁ କଣ ଖରାପ ହେବ? କାହିଁ ଖରାପ ହେବ? ବହୁତ ଭଲ ପ୍ଲାନେଟ ଏବେ ଶନିଶ୍ଚର ମହାରାଜ। ନବମ ସ୍ଥାନ ହଉଛି ଭାଗ୍ୟର ସ୍ଥାନ। ନବମାଧିପତିର କୁଣ୍ଡଳୀରେ ଏତେ ପାୱାର ଅଛି ଯେ କହିବା ବାହାରେ। ପଞ୍ଚମାଧିପତି ଏବଂ ନବମାଧିପତି ଏଗୁଡା ବହୁତ ହି ପାୱାରଫୁଲ ପ୍ଲାନେଟ। ସିଏ ଚାହିଁଲେ ତୁମର ସିଚୁଏସନ କୁ ଠିକ କରିଦେବେ ସିଏ ଚାହିଁଲେ ତୁମ ସିଚୁଏସନ କୁ ବିଗାଡିକି ଦେବେ। କାରଣ ମୁଁ କହିଛି କୁଣ୍ଡଳୀରେ 12ଟା ଭାବରୁ ସବୁ ଭାବ ଇମ୍ପୋର୍ଟାଣ୍ଟ ହେଲେ ମଧ୍ୟ ପଞ୍ଚମାଧିପତିର ରିମେଡି ସମସ୍ତଙ୍କୁ କରିବା ଉଚିତ। ଭାବାତ ଭାବ ଫଲମ ଦେଖିଲେ ଆମେ ପଞ୍ଚମରୁ ପଞ୍ଚମ ସ୍ଥାନ କୋଉଟା ଦେଖିବା ନା ନବମ ସ୍ଥାନ ଦେଖିବା। ତ ନବମେଷ ଯଦି ନବମ ସ୍ଥାନରେ ରହିଗଲା ଆଉ ଦଶମେଷ ଯଦି ଦଶମ ସ୍ଥାନରେ ରହିଗଲା ତାହେଲେ ମାନିବାକୁ ପଡିବ ସେ ରାଜଯୋଗ ସେଇ ଯୋଉ ଲୋକ ତାର ଆଜୀବନ ତାର ରାଜଯୋଗ ଚାଲିଥିବ। କି ନବମେଷ ଯଦି ଦଶମରେ ରହିଗଲା ଦଶମେଷ ଯଦି ନବମରେ ରହିଗଲା ସିଏ ବି ଗୋଟେ ବହୁତ ବଡ ରାଜଯୋଗ।
ଏଇ ଜିନିଷଟାକୁ ଦେଖି ଦେଇ ସାରିଲା ପରେ ସମସ୍ତେ ଯଦି କହିବେ ହଁ ତୋର ସବୁ ଭଲ, ସବୁ ବଢିଆ ହଉଥିବ, ଭଲ ହଉଥିବ, ସେଥିରେ ବି ତମେ ଭାସିଯିବନି। କାହିଁ? ମୁଁ ତମକୁ ଗୋଟେ ଛୋଟ ଏକ୍ଜାମ୍ପଲ ଦଉଛି। କାହାର ରାହୁ ଫିଫ୍ଥ ହାଉସ ରେ ବସିଲା, ପଞ୍ଚମ ଭାବରେ ବସିଲା, ବା ରାହୁ ନବମ ଭାବରେ ବସିଲା, ବା ରାହୁ ଦଶମ ଭାବରେ ବସିଲା, ସମସ୍ତେ କହନ୍ତି ରାହୁ ନବମ, ପଞ୍ଚମ, ଦଶମରେ ବସିଲେ ବହୁତ ଭଲ କରନ୍ତି ଆଉ ଭଲ ରେଜଲ୍ଟ ଦିଅନ୍ତି। ହଁ ଦିଅନ୍ତି, କିଏ ମନା କଲା? କିନ୍ତୁ ଭଲ ରେଜଲ୍ଟ ଦିଅନ୍ତି, କିଏ ରଖି? କିନ୍ତୁ ସର୍ବପ୍ରଥମେ ତ ଭାବ ସେ ରାହୁ ହଉଛନ୍ତି ନୈସର୍ଗିକ ପାପ ଗ୍ରହ ବୋଲି, ଛାୟା ଗ୍ରହ ବୋଲି। ଏଇଟା ତ ମୁଣ୍ଡରୁ ବାହାର କରନି। ଏଇଟା ଯଦି ମୁଣ୍ଡରୁ ବାହାର କରିଦବ, ତମେ କଣ ତମେ ଆଲୋଚନା କରିବ ଜିନିଷ ଗୁଡାକୁ? ତେଣୁ ରାଜଯୋଗ ଅଧ୍ୟାୟରେ ତୁମେ ଆଗ ଦେଖ ଯେ ତାକୁ ଦଶା କଣ ମିଳିଛି। ହଉ, ନବମାଧିପତି ନବମରେ ରହିଲେ, ଦଶମାଧିପତି ଦଶମରେ ରହିଲେ, ନା ଦଶମାଧିପତି ନବମରେ ରହିଲେ, ନବମାଧିପତି ଦଶମରେ ରହିଲେ, ହାଇଏଷ୍ଟ ରାଜଯୋଗ ଫର୍ମେସନ ହେଇଗଲା, ଇଏ କୁଣ୍ଡଲି ପୁରା ରାଜା ହବ, ସବୁ ବହୁତ ବଢିଆ ହବ, ଠିକ, ବହୁତ ବଢିଆ କଥା, କିଛି ନାହିଁ। କିନ୍ତୁ ତାକୁ ଦେଖିଲା ବେଳକୁ ଦଶା ମିଳିଛି କଣ ନା ଅଷ୍ଟମାଧିପତିର, ତାପରେ ସପ୍ତମାଧିପତିର, ତାପରେ ଦ୍ୱାଦଶାଧିପତିର। ସେ ଲୋକର କୁଣ୍ଡଲି ଯେତେ ପାୱାରଫୁଲ ଥିଲେ କଣ ହେଇଗଲା? ସେ ରାଜଯୋଗ ଫଳିତ ହବା ପାଇଁ ତ ସମୟ ହିଁ ହେଲାନି ତାକୁ। ଗୋଟେ ମଣିଷର ଜିନିଷ ଜେନେରାଲି 30 ବର୍ଷ ଭିତରେ ସେ ଗୋଟେ ଚାକିରି ବାକିରି କରି ବାହାସାହା ହେଇ ଗୋଟେ ଫ୍ୟାମିଲି ସେଟେଲ କରିକି ଆଗକୁ ବଢିବା କଥା। ଯଦି ସେତିକି କରିପାରିନି, ତାହେଲେ ତା କୁଣ୍ଡଳୀରେ ଯେତେ ରାଜଯୋଗ ଥିଲା କଣଟା ହେଇଗଲା? ତ ଆମେ ଆଜି କଣ ଜାଣିଲେ ନା, ରାଜଯୋଗ ଦେଖିଲା ବେଳେ ସବୁବେଳେ ଦେଖ ତାର ଛୁଆ ବେଳୁ ସେ କୋଉ ଦଶାଟା ଦେଖିକି ଆଇଛି। ନହେଲେ ତୁମେ ଯୋଉ ରେଟରେ ତାକୁ ପ୍ରେଡିକ୍ସନ ଦବ, ସେ ରେଟରେ ପ୍ରେଡିକ୍ସନ ତା ସହିତ ହେବନି। ଏବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।